Hello my dear student, good morning and welcome back to my YouTube channel. ଆଜି ଆମେ କ୍ଲାସ୍ 10ର ନନ୍ ଡିଟେଲ୍ ଟେକ୍ସଟର ସେକେଣ୍ଡ ଷ୍ଟୋରି ଦି ବେଗର ଷ୍ଟୋରିଟିକୁ ପଢ଼ିବା। ଏହାକୁ ଲେଖିଛନ୍ତି ରାଇଟର ଆଣ୍ଟନ୍ ଚେକଭ୍। ଦେଖ ପିଲାମାନେ ଦି ଟାଇଟଲଟିକୁ ଲକ୍ଷ୍ୟ କର, ଦି ବେଗର ହେଉଛି ଭିକାରୀ। ପ୍ରଥମେ ବିଫୋର ୟୁ ରିଡ୍ଟିକୁ ପଢ଼ିବା, ତାପରେ ଷ୍ଟୋରିଟିକୁ ଆରମ୍ଭ କରିବା। କିଛି କ୍ୱେଶ୍ଚନ୍ ଅଛି ତାକୁ ଡିସ୍କସନ୍ କରିବା। Question number 1 ଦେଇଛି, before you start reading the story, take a close look at the title, the beggar. ତୁମେ ଷ୍ଟୋରିଟିକୁ ପଢ଼ିବା ଆରମ୍ଭ କରିବା ପୂର୍ବରୁ ଷ୍ଟୋରିଟିର ଟାଇଟଲଟିକୁ ଲକ୍ଷ୍ୟ କର, ଦି ବେଗର ମାନେ ଭିକାରୀ। What do you think the writer is going to tell us in the story? ତୁମେ କ'ଣ ଭାବୁଛ ଏଠାରେ ରାଇଟର ଆମକୁ କ'ଣ କହିବା ପାଇଁ ଚାହୁଁଛନ୍ତି? Question number 2, you must have seen beggar everywhere in our country. ତୁମେ ଆମ ଦେଶରେ ବିଭିନ୍ନ ଜାଗାରେ ଭିକାରୀମାନଙ୍କୁ ଦେଖିଥିବ। Where do you find more beggar? ତୁମେ କେଉଁଠି ଅଧିକ ଭିକାରୀ ପାଅ? ତା ଆନ୍ସର ହେବ we find beggar in temples, roadside and markets in large number. ଆମେମାନେ ବେଗାର କେଉଁଠି ପାଉ ନା ଟେମ୍ପୁଲରେ ପାଉ, ରୋଡ଼ ସାଇଡ଼ରେ ପାଉ ଏବଂ ମାର୍କେଟରେ ପାଉ। Question number 3 ଦେଇଛ, how do you feel when you come across a beggar begging at your door or a beggar request to help you? ତାକୁ ଆନ୍ସର ହେବ I feel very bad about the beggar. ଆମେ ସବୁ ବହୁତ ଦୁଃଖ ଅନୁଭବ କରୁ। ତାପରେ କ୍ୱେଶ୍ଚନ୍ ନମ୍ବର 4 ଦେଇଛି, do you like people to beg? Why or why not? ତାର ଆନ୍ସର ହେଉଛି no, I does not like people to beg because begging is a bad habit. Question number 5 देखो, can we have a society without beggars? Suggest some way. The answer was yes, we can have a society without beggar if we change our minds and helpful to force. Now read the story to know what the writer tell us about the beggar. ବର୍ତ୍ତମାନ ଆମେ ଷ୍ଟୋରିଟିକୁ ପଢ଼ିବା ଯେ ଏଠାରେ ରାଇଟର ବେଗଙ୍କ ପ୍ରତି କ'ଣ କହିବା ପାଇଁ ଚାହୁଁଛନ୍ତି। ଦେଖ ଦି ଟେକ୍ସଟ, କାଇଣ୍ଡ ସାର୍, ହେଭ୍ ପିଟି, ଟର୍ନ ୟୋର ଆଟେନସନ୍ ଟୁ ପୋର୍ ହାଙ୍ଗ୍ରି ମ୍ୟାନ୍। ଦୟା କରନ୍ତୁ ଆଜ୍ଞା, ଗରିବ ଓ ଭୋକିଲା ଲୋକ ପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ। ଫର୍ 3 days ଆଇ ହ୍ୟାଭ୍ ହ୍ୟାଡ୍ ନଥିଙ୍ଗ ଟୁ ଇଟ୍। 3 ଦିନ ଧରି ମୋ ପାଖରେ କିଛି ଖାଇବା ପାଇଁ ନାହିଁ। I have not 5 cookies. ମୋ ପାଖରେ 500 ରୁବେଲ ନାହିଁ ଫର୍ ଏ ଲୋଡ଼ିଂ, ଗୋଟିଏ ଭଡ଼ାଘର ପାଇଁ। I swear it before God. ମୁଁ ଈଶ୍ୱରଙ୍କ ନିକଟରେ ଶପଥ କରି କହୁଛି। For 8 years I was a village school teacher. ମୁଁ 8 ବର୍ଷ ଧରି ଗୋଟିଏ ଗାଁର ସ୍କୁଲ ଶିକ୍ଷକ ଥିଲି। And then I lost my place through intrigues. ଏବଂ ତାପରେ କୁଚକ୍ରାନ୍ତ ଫଳରେ ମୋର ଶିକ୍ଷକତା ପଦ ହରାଇଲି। It is a year now since I have had no anything to do. ବର୍ଷେ ହେଲା କରିବା ପାଇଁ ମୋ ପାଖରେ କିଛି ନାହିଁ। The advocate Sergei looked at the red fawn color overcoat of the suppliant. ଓକିଲ ସେର୍ଗି ଛିଡ଼ା ପୋଷାକଧାରୀ ଭିକାରୀର ହାଲୁକା ବାଦାମୀ ରଙ୍ଗର ଓଭରକୋଟ୍ଟିକୁ ଦେଖିଲେ। His dull drunken eyes at the red spot on either cheek. ତାହାର ନୀରସ ଓ ମଦମତ ଏବଂ ଉଭୟ ଗାଲରେ ଲାଲ ଦାଗ ଥିଲା। And it seemed to him as if he had seen this man somewhere before. ଏବଂ ତାକୁ ଦେଖି ଜଣାପଡ଼ୁଥିଲା ସତେ ଯେପରି ସେ ଏହି ଲୋକଟିକୁ ପୂର୍ବରୁ କେଉଁଠାରେ ଦେଖିଥିଲେ। I have now had an office of a position in the province of Koluga. ଏବେ କଲୁଗା ରାଜ୍ୟରେ ମୋ ପାଇଁ ଗୋଟିଏ ଚାକିରି ସୁଯୋଗ ଅଛି। The mendicant went on. ଭିକାରୀଟି ଗୋପି ଚାଲିଲା। But I have not the money to get there. କିନ୍ତୁ ସେଠାକୁ ଯିବା ପାଇଁ ମୋ ପାଖରେ ଅର୍ଥ ନାହିଁ। Help me kindly. ଦୟାକରି ମୋତେ ସାହାଯ୍ୟ କରନ୍ତୁ।
आई एम एसेम टू आस ମୁଁ ମାଗିବାକୁ ସଂକୋଚ ଲାଗୁଛି। ବଟ୍ ଆଇ ଏମ୍ ଅବ୍ଲାଇଜ୍ ଟୁ ବାଇ ସାର୍କମଷ୍ଟାନ୍ସ କିନ୍ତୁ ପରିସ୍ଥିତି ଦ୍ୱାରା ମୁଁ ବାଧ୍ୟ ହୋଇଛି। ସେର୍ଗିସ୍ ଆଇ ଫେଲ୍ ଅନ୍ ଦ ମେନ୍ସ ଓଭରସୋଲ୍ସ ସେର୍ଗିଙ୍କ ଆଖି ଲୋକଟିର ଅଧାଠାରୁ ଅତି ବଡ଼ ଜୋତା ଉପରେ ପଡ଼ିଲା। ୱାନ୍ ଅଫ୍ ହୁଇଚ୍ ୱାଜ୍ ହାଇ ଆଣ୍ଡ ଦ ଅଦର ଲୋ ଯାହା ଭିତରୁ ଗୋଟିଏ ଜୋତା ବଡ଼ ଥିଲା ଓ ଅନ୍ୟଟି ଛୋଟ ଥିଲା। ଆଣ୍ଡ ହି ସଡେନଲି ରିମେମ୍ବର ସମଥିଙ୍ଗ ଏବଂ ହଠାତ୍ କିନା ତାଙ୍କର କିଛି ମନେ ପଡ଼ିଗଲା। ଲୁକ୍ ହେୟାର ଇଟ୍ ସିମ୍ ଟୁ ମି ଆଇ ମେଟ୍ ୟୁ ଦ ଡେ ବିଫୋର ୟେଷ୍ଟରଡେ ଇନ୍ ସାଧବ୍ୟ ଷ୍ଟ୍ରିଟ୍ ହି ସେଡ୍ ସେ କହିଲେ ଦେଖ ମୋତେ ଜଣାପଡ଼ୁଛି ମୁଁ ତୁମକୁ ସାଧବ୍ୟରେ ପରଦିନ ଭେଟିଥିଲି। ବଟ୍ ୟୁ ଟୋଲ୍ଡ ମି then that you were a student who had been expelled and not a village school teacher ହେଲେ ତୁମେ ମୋତେ ସେଦିନ କହୁଥିଲ ତୁମେ ସ୍କୁଲରୁ ବାହାରି ଯାଇଥିବା ଗୋଟିଏ ଛାତ୍ର ଥିଲ ଏବଂ ଜଣେ ଗାଁ ସ୍କୁଲର ଶିକ୍ଷକ ନୁହେଁ। ଡୁ ୟୁ ରିମେମ୍ବର ତୁମର କ'ଣ ମନେ ପଡ଼ୁଛି? No, that cannot be so ନା ନା ଏପରି ହୋଇପାରେ ନା। ମମଲ୍ଡ ଦ ବେଗାର ଭିକାରୀ ଆଶ୍ଚର୍ଯ୍ୟ ହୋଇ ଧୀର ଗଳାରେ କହିଲା ଆଇ ଏମ୍ ଏ ଭିଲେଜ ସ୍କୁଲ ଟିଚର ମୁଁ ହେଉଛି ଜଣେ ଗାଁ ସ୍କୁଲ ଶିକ୍ଷକ। ଆଣ୍ଡ ଇଫ୍ ୟୁ ଲାଇକ୍ ଆଇ କ୍ୟାନ୍ ଶୋ ୟୁ ମାଇ ପେପର ଓ ଆପଣ ଯଦି ଚାହାନ୍ତି ଏବଂ ମୁଁ ମୋର କାଗଜପତ୍ର ସବୁ ଦେଖାଇ ପାରିବି। ହ୍ୟାଭ୍ ଡନ୍ ୱିଥ୍ ଲାଇଂ ତୁମେ କ'ଣ ମିଛ ଅଭ୍ୟାସରେ ପଡ଼ିଯାଇଛ କି? You called yourself a student and even told me that you had been expelled for ତମେ ମୋତେ ସେଦିନ ଗୋଟିଏ ଛାତ୍ର ବୋଲି କହୁଥିଲ ଓ ଆହୁରି କହୁଥିଲ ଯେ ତୁମକୁ ସ୍କୁଲରୁ ବିଦା କରି ଦିଆଯାଇଛି। ଡୋଣ୍ଟ ୟୁ ରିମେମ୍ବର ତୁମର କ'ଣ ମନେ ପଡ଼ୁନି କି? ସେର୍ଗି ଫ୍ରୋସେସ୍ ଆଣ୍ଡ ଟର୍ନ ଫ୍ରମ୍ ଦ ରେଗ୍ କ୍ରିଏଚର ୱିଥ୍ ଆନ୍ ଏକ୍ସପ୍ରେସନ୍ ଅଫ୍ ଡିସଗଷ୍ଟ ସେର୍ଗି ରାଗରେ ଲାଲ ହୋଇଗଲେ ଓ ବିରକ୍ତି ଭରା ଛିଡ଼ା ପୋଷାକ ପିନ୍ଧିଥିବା ଭିକାରୀକୁ ବୁଲି ପଡ଼ିଲେ। ଦିସ୍ ଇଜ୍ ଡିସଅନେଷ୍ଟି ମାଇ ଡିୟର ସାର୍ ମହାଶୟ ଏହା ଅସାଧୁ। ହି କ୍ରାଏଡ୍ ଏଙ୍ଗିଲି ସେ ରାଗରେ ଚିତ୍କାର ହୋଇ କହିଲେ ଦିସ୍ ଇଜ୍ ସ୍ୱେଲ୍ଡିଂ ଆଇ ଶ୍ୟାଲ୍ ସେଣ୍ଡ ଦ ପୋଲିସ ଫର୍ ୟୁ ଏହା ଠକାମି ମୁଁ ତୁମକୁ ଗିରଫ କରିବା ପାଇଁ ପୋଲିସକୁ ପଠାଇବି। ଡ୍ୟାମ୍ ୟୁ ଧିକ୍କାର ତୁମକୁ। ସାର୍ ହି ସେଡ୍ ଲେଇଂ ହିଜ୍ ହ୍ୟାଣ୍ଡ ଅନ୍ ହିଜ୍ ହାର୍ଟ ସାର୍ ସେ ଛାତି ଉପରେ ହାତ ରଖି କହିଲା ଦି ଫ୍ୟାକ୍ଟ ଇଜ୍ ଆଇ ୱାଜ୍ ଲେଇଂ ସତ କଥାଟା କି ମୁଁ ମିଛ କଥା କହୁଥିଲି। ଆଇ ଏମ୍ ନାଇଦର ଏ ଷ୍ଟୁଡେଣ୍ଟ ନର୍ ଏ ସ୍କୁଲ ଟିଚର ମୁଁ ଜଣେ ଛାତ୍ର ବା ସ୍କୁଲ ଶିକ୍ଷକ ନୁହେଁ। ଅଲ୍ ଦ୍ୟାଟ୍ ୱାଜ୍ ଫିକ୍ସନ୍ ସେସବୁ ମନଗଢ଼ା କଥା ଥିଲା। ଫର୍ମାଲି ଆଇ ସଙ୍ଗ ଇନ୍ ଏ ରୁଷିଆନ୍ ଚୋର୍ ପୂର୍ବେ ମୁଁ ରୁଷିଆର ସଙ୍ଗୀତ ଦଳରେ ଗାଉଥିଲି। ଆଣ୍ଡ ୱାଜ୍ ସେଣ୍ଟ ଏୱେ ଫ୍ରମ୍ ଡ୍ରଙ୍କନେସ୍ ଓ ପ୍ରଚୁର ମଦ୍ୟପାନ ଯୋଗୁଁ ମୋତେ ବିଦା କରି ଦିଆଯାଇଥିଲା। ବଟ୍ ହ୍ୱାଟ୍ ଏଲ୍ସ କ୍ୟାନ୍ ଆଇ ଡୁ କିନ୍ତୁ ମୁଁ ଅନ୍ୟ କ'ଣ କରିପାରେ? ଆଇ କ୍ୟାନ୍ ନଟ୍ ଗେଟ୍ ଏଲଙ୍ଗ ୱିଥାଉଟ୍ ଲେଇଂ ବିନା ମିଛ କଥାରେ ମୁଁ ରହିପାରିବିନି। No one will give me anything when I tell the truth ମୁଁ ସତ କହିଲେ ମୋତେ କେହି କିଛି ଦେବେ ନାହିଁ। What can I do ମୁଁ କ'ଣ କରିବି? What can you do ତୁମେ କ'ଣ କରିବ? You ask what can you do ତୁମେ ପଚାରୁଛ ତୁମେ କ'ଣ କରିପାରିବ? କ୍ରାଏଡ୍ ସେର୍ଗି ଚିତ୍କାର କରି କହିଲେ କମିଂ କ୍ଲୋଜ୍ ଟୁ ହିମ୍ ତା ପାଖକୁ ଯାଇ କହିଲେ ୱାର୍କ ସେ କହିଲେ କାମ କର। ଦ୍ୟାଟ୍ ଇଜ୍ ହ୍ୱାଟ୍ ୟୁ କ୍ୟାନ୍ ଡୁ ଯେଉଁଟାକି ତୁମେ କରିପାରିବ। ୟୁ ମଷ୍ଟ ୱାର୍କ ତୁମେ ନିଶ୍ଚିତ କାମ କରିବା ଉଚିତ। ହ୍ୱାଟ୍ ୟେସ୍ ଆଇ ନୋ ଦ୍ୟାଟ୍ ମାଇସେଲ୍ଫ ହଁ କାମ ମୁଁ ତାହା ନିଜେ ଜାଣିଛି। ବଟ୍ ହ୍ୱେୟାର କ୍ୟାନ୍ ଆଇ ଫାଇଣ୍ଡ ୱାର୍କ କିନ୍ତୁ କେଉଁଠାରେ ମୁଁ କାମ ପାଇବି?
ହାଉ ଉଲ୍ ୟୁ ଲାଇକ୍ ଟୁ ଚପ୍ ଉଡ୍ ଫର୍ ମି? ମୋ ପାଇଁ କାଠ ଚିରିବାକୁ ତୁମକୁ କିପରି ଲାଗିବ? ଆଇ ଉଲ୍ ନଟ୍ ରିଫ୍ୟୁଜ୍ ଟୁ ଡୁ ଦ୍ୟାଟ୍। ମୁଁ ତାହା କରିବା ପାଇଁ ମନା କରୁନାହିଁ। ବଟ୍ ଇନ୍ ଦିସ୍ ଡେଜ୍ ଇଭେନ୍ ସ୍କିଲ୍ ଉଡ୍ କଟର୍ ଫାଇଣ୍ଡ ଦେମ୍ସେଲ୍ଭ ସିଟିଂ ୱିଦାଉଟ୍ ବ୍ରେଡ୍। କିନ୍ତୁ ଆଜିକାଲି କୁଶଳୀ କାରିଗରମାନେ ମଧ୍ୟ ବିନା ଖାଦ୍ୟରେ ଦିନ ବିତାଇବାକୁ ପଡ଼ୁଛି। ୱିଲ୍ ୟୁ କମ୍ ଆଣ୍ଡ ଚପ୍ ଉଡ୍ ଫର୍ ମି? ତୁମେ ମୋ ପାଇଁ କାଠ କାଟିଦେବ କି? ୟେସ୍ ସାର୍ ଆଇ ୱିଲ୍। ହଁ, ମୁଁ କାଟିବି। ଭେରି ୱେଲ୍, ୱି ୱିଲ୍ ସୁନ୍ ଫାଇଣ୍ଡ ଆଉଟ୍। ବହୁତ ଭଲ, ଆମେ ଶୀଘ୍ର କାମ ଆରମ୍ଭ କରିବା। ତାପରେ କିଛି କ୍ୱେଶ୍ଚନ୍ ଅଛି, ତାକୁ ଆମେ ଡିସ୍କସନ୍ କରିବା। କ୍ୱେଶ୍ଚନ୍ ନମ୍ବର 1, ହୁ ଆର୍ ଦ କ୍ୟାରେକ୍ଟର ଡେସ୍କ୍ରାଇବ୍ ଇନ୍ ଦ ପାର୍ଟ ଅଫ୍ ଦ ଷ୍ଟୋରି? ହ୍ୱାଟ୍ ଆର୍ ଦେ ଡୁଇଂ? The answer was, in the part of the story, the characters are a beggar and Sergei. The beggar is found begging for food and some money, as he had gone without food for 3 days. Other character Sergei, the advocate, looking at the beggar in grave manner. Question number 2. Which country are they from? How do you know this? The answer was, they are from Russia. We know from the mention of kopecks, that Russian ruble, and vodka, the Russian liquor. Question number 3. What does the beggar look like? The answer was, the beggar is dressed in dirty and rags with tight brown overcoat, dull and drunken eyes, and a red spot on either cheek, with a pair of saws, one high and other low. Question number 4. Did Sergei get angry with the beggar? Why? The answer was, Sergei got angry with the beggar because the beggar was repeatedly telling him lies. Question number 5. Do you think the beggar was lying? What made him tell lies? The answer was, yes, I think the beggar was lying. He had to tell lies to get some work to support himself. Question number 6. Did Sergei help the beggar to find work? What kind of work did he suggest for the beggar? The answer was, yes, Sergei helped the beggar to find work. He suggested to chop wood for the beggar. Question number 7. The advocate asked the beggar to do hard work like chopping wood. Was it a punishment or help? The answer was, the advocate asked the beggar to do work like chopping work. It was a help. Question number 8. Do you think the beggar would give up begging and work for Sergei? Yes, I think so.